185 ମଇଁଷି ଜବତ 6 ଅଟକ। ଦିନକୁ ଦିନ ଗାଈ ଗୋରୁ ମଇଁଷି ଚାଲାଣ ବଢ଼ୁଥିବା ବେଳେ ସକ୍ରିୟ ହେଉଛନ୍ତି ମାଫିଆ ଏବଂ ବିଭିନ୍ନ ସମୟରେ ମାଫିଆର ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା। ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ହୋଇଥିବାରୁ ବେଆଇନ ଗୋ ଚାଲାଣ ଓ ଗୋ ହତ୍ୟା ନିଷେଧ ପାଇଁ ହିନ୍ଦୁ ସଂଗଠନଗୁଡ଼ିକ ବିଭିନ୍ନ ସମୟରେ ଦାବି କରି ଆସୁଛନ୍ତି। ଗୋ ଚାଲାଣ ହେଉ କି ମଇଁଷି ଚାଲାଣ କମିବାର ନାମ ଧରୁନାହିଁ। ଦିନକୁ ଦିନ ଗୋମାତା ଓ ମଇଁଷିଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି। ଗତକାଲି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ରାସଗୋବିନ୍ଦପୁର ଶୁଳିଆପଦା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ଦେଇ ପଡ଼ୋଶୀ ପଶ୍ଚିମବଙ୍ଗ ହେଉଛି ମଇଁଷି ଓ ଗୋ ଚାଲାଣ। ତେବେ ଗତକାଲି ବିଳମ୍ବିତ ରାତିରେ ମୋରଡ଼ା ଥାନା ଅନ୍ତର୍ଗତ ଖୁରୁଣ୍ଟିଆ ହୋଇ ମଇଁଷି ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ମୋରଡ଼ା ଥାନା ଅଧିକାରୀ ସୁମିତ ସୋରେନଙ୍କୁ ଖବର ଦେଇଥିଲେ। ଖବର ପାଇ ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି 185ଟି ମଇଁଷିକୁ ଜବତ କରିଛି। ପରେ 6 ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ପାଇଁ ପଚରାଉଚରା କରାଯାଉଛି। ଦିନବେଳେ ନିଛାଟିଆ ସ୍ଥାନରେ ମଇଁଷିକୁ ରଖୁଥିବା ବେଳେ ରାତିରେ ସମସ୍ତ ମଇଁଷିକୁ ଚଳାଇ ମୋରଡ଼ା ଥାନା ଅଞ୍ଚଳ ହୋଇ ପାରି କରୁଥିବା ଖବର ପାଇ ମୋରଡ଼ା ପୋଲିସ ଚଢ଼ଉ କରି ଥାନାକୁ ଆଣିଛନ୍ତି। ତେବେ ମଇଁଷିକୁ ଘୋଡ଼ାଇ ନେଉଥିବା ବ୍ୟକ୍ତି କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ସେମାନେ ଟଙ୍କା ଦେଇ ତାଙ୍କର ରାସ୍ତା ପାର କରି ପଶ୍ଚିମବଙ୍ଗକୁ ମଇଁଷି ନେଉଥିବାର କହିଛନ୍ତି। ଆପଣଙ୍କ ନାମଟା? ମୋ ନାଁ ଯୁଗେନ୍ଦ୍ର ସିଂ। ଏସବୁ 150 ମଇଁଷି କେଉଁଠିକି ଯାଉଥିଲା? କେଉଁଠିକି ନେଉଥିଲ? ବାଲିଗଡ଼ିଆ ବେଙ୍ଗଲ। ଏ ତ ବେଙ୍ଗଲକୁ ଚାଲାଣ ହେବା ତ ବେଆଇନ। କେମିତି କାହିଁକି ନେଉଥିଲେ? ଆଉ ତ ହାଟକୁ ଯିବ ଖଳିକା ହାଟକୁ। କିଏ ମାଲିକ? କିଏ ମାଲିକ ଏଠି ନାହିଁ। କାହାରେ ମଇଁଷି? ଏମାନଙ୍କୁ ପଚାର। ସେ ଆମର ମୁଡ଼ିଆ ଲୋକ আমরা জানি না। মানে କିଏ ପଠେଇଥିଲା ଯେ ମଇଁଷି ଖାଇବା ପାଇଁ? সে আমাদের একটা লোক এসেছিল সেটারে একজন কারে নিয়ে। କିଏ ଏଟା? ତା ନାମ କ'ଣ? সেলিম। সেলিম ସେଲିଫ? କ'ଣ? সেলিম সেলিম ସଲିମ? କେଉଁଠିକା ଲୋକ? সে কালো চলে গেছে। କେଉଁଠି ତା ଘର? ওই বেঙ্গলে থাকে, এইদিকে লেবার নিয়ে কাজ করে। এটা କେଉଁଠୁ ଆସୁଥିଲା ସବୁ? ଆଣୁଥିଲ କେଉଁଠୁ? চাঁদবালি। ଭଦ୍ରକ ଚାନ୍ଦବାଲି? হ্যাঁ, ওইখান থেকে সব ওই দেশ থেকে সবাই বিক্রি করে। এগুলো ସବୁ ଚାନ୍ଦବାଲିରୁ ଆସୁଥିଲା? হ্যাঁ, ଏତେ ବାଟରୁ ଚଲେଇ ଆଣୁଥିଲ? আর এমনি কিনে নিয়ে হাঁটতে হাঁটতে সবাই যায় অনেক দিন ধরে। ଆଉ କୌଣସି ମଝିରେ ଥାନାବାଲା କେହି ଅଟକେଇ ନାହାନ୍ତି? না আটকায় না, আটকালে আবার পয়সা নিয়ে ছেড়ে দেয়। ପଇସା ନେଇ ଛାଡ଼ି ଦିଅନ୍ତି? କେତେ ଥାନାରେ କେତେ ପଇସା ଦିଅ? ওটা বলতে পারবো না কত। ସେ ମାଲିକ ଦିଏ? যা হয় ওদের সাথে, আমাদের সাথে কোনো কথাই হয় না। আমরা সারা দিন কাজ করি, রাতে এক শ্বাস খাই আর রাতে মানে দুপুরে আর বিস্কুট ফিস্কুট খেয়ে রাতে মানে মদ চালায় এইরকম। ମୁଁ ଘାସିରାମ ବେହେରା, ଜଣେ ସାମାଜିକ କର୍ମୀ ମୋରଡ଼ା। ଗତକାଲି ବିଳମ୍ବିତ ରାତିରେ 185ଟି ମଇଁଷି ଜବତ ହେଇଛି ଏବଂ 6 ଜଣ ଅଟକ ଅଛନ୍ତି। ଆଉ କେମିତି ଦେଖୁଛନ୍ତି ଅଞ୍ଚଳରେ ଚାଲାଣକୁ ନେଇ କ'ଣ ଭାବୁଛନ୍ତି? କେମିତି ଏତେ ସାହସ ପାଉଛନ୍ତି ସେମାନେ? ଦେଖନ୍ତୁ, ପ୍ରଥମତଃ କହିବି, ଏଇ ଯେଉଁ ସଫଳତା ମୋରଡ଼ା ପୋଲିସ ପାଇଁ ଗୋଟେ ଗର୍ବର ବିଷୟ ଏବଂ ଖୁସି ଖବର ଏ ଅଞ୍ଚଳ ପାଇଁ। କାରଣ ମୋରଡ଼ା ହେଉଛି ଗୋଟେ ସୀମାନ୍ତ ଅଞ୍ଚଳ ଏବଂ ଉପାନ୍ତ ଅଞ୍ଚଳ। ଏଠି ପଡ଼ୋଶୀ ପଶ୍ଚିମବଙ୍ଗକୁ ମୋରଡ଼ା ବଜାରରୁ ମାତ୍ର 6 କିଲୋମିଟର ଦୂରତା, ଯାହାକି ଏଠି ଅପରାଧ ଘଟେଇ ସାଙ୍ଗେ ସାଙ୍ଗେ ଆତ୍ମରକ୍ଷା ପାଇଁ ପଶ୍ଚିମବଙ୍ଗ ଅଞ୍ଚଳକୁ ପଶିଗଲେ ପୋଲିସ ପାଇଁ ଆଇନଗତ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏଇ ଯେଉଁ ଗୋରୁ ମଇଁଷି ଗୁଡ଼ାକ 185 ମଇଁଷି ଚାନ୍ଦବାଲିରୁ ଆସିଲା ଏବଂ ଯେଉଁମାନେ ଆଣୁଥିଲେ ସେମାନେ କହୁଛନ୍ତି ବିଭିନ୍ନ ଥାନାରେ ଚାନ୍ଦା ଦେଇକି ଆସିଛନ୍ତି। ଏ ଗୋଟେ ବର୍ତ୍ତମାନର ସରକାର ପାଇଁ ଏ ଗୋଟେ ଲଜ୍ଜାଜନକ ଘଟଣା ନୁହେଁ କି? ସରକାର ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ସମସ୍ତଙ୍କ ପାଇଁ ସମାନ ନ୍ୟାୟିକ ବ୍ୟବସ୍ଥା କରୁଥିଲା ବେଳେ ଏମାନେ ପୋଲିସକୁ ଚାନ୍ଦା ଦେଇ ଆସୁଥିବା କଥା କହିବା ବାସ୍ତବରେ ଗୋଟେ ବ୍ୟବସ୍ଥା ପ୍ରତି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରୁଥିଲା ବେଳେ ମୋରଡ଼ା ପୋଲିସ ତାକୁ ଅନେକାଂଶରେ ରାଜ୍ୟ ସରକାରଙ୍କ ସମ୍ମାନକୁ ରକ୍ଷା କରିଛି। ତେଣୁ ମୁଁ ମୋରଡ଼ା ପୋଲିସକୁ ଧନ୍ୟବାଦ ଦେବି। ତ ବଡ଼ କଥା ହେଉଛି ଏଠି ଯେତେବେଳେ ଆସୁଛି ପଣ୍ଡା ହେଉ ମଇଁଷି ହେଉ କିମ୍ବା ଗୋରୁ, ରାସଗୋବିନ୍ଦପୁର ଥାନା ଦେଇ ଆସୁଛି, କେତେବେଳେ ମୋରଡ଼ା ଥାନା ଦେଇ ଯାଉଛି, କେତେବେଳେ ଶୁଳିଆପଦା ଥାନା ଅଞ୍ଚଳ ଦେଇ ପାସ୍ କରୁଛି ଏବଂ ବାଙ୍ଗିରିପୋଷି କୁହନ୍ତୁ କି ଝାରପୋଖରିଆ ଥାନା, କରଞ୍ଜିଆ କୁହନ୍ତୁ କି ଠାକୁରମୁଣ୍ଡା, ରରୁଆଁ କୁହନ୍ତୁ କି ଯଶୀପୁର,
এই ଅଞ୍ଚଳ ଦେଇ ମୁଖ୍ୟତଃ ଗୋରୁ ବେପାରୀ ମାନେ ଗୋରୁ ଚାଲାଣ କରୁଛନ୍ତି ଏବଂ ଯେଉଁଭଳି ଭାବରେ ଚଲେଇ ଆଣିଲେ ଗୋଟେ ଦୟନୀୟ ଅବସ୍ଥାରେ ଆଣିଛନ୍ତି, ଯାହାଟି ଆଇନଗତ ଦୃଷ୍ଟିରୁ ଏ ଗୋଟେ ଦଣ୍ଡନୀୟ ଅପରାଧ। ତେଣୁ ମୁଁ ଆଶା କରିବି ପୋଲିସ ଏ ଦିଗରେ ଆଇନଗତ ବ୍ୟବସ୍ଥାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବ ଏବଂ ଏ ପଶୁମାନଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରିବ।